ଭଡ଼ାରେ ଗାଡ଼ି ଆଣି କରିଥିଲେ ହାଇଜାକ୍, 2 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ। ଭଡ଼ାରେ ଯିବାକୁ କହି ଏକ ଉବେର ଗାଡ଼ିରେ 3 ଜଣ ଲୁଟେରା ଉକ୍ତ ଗାଡ଼ିଟିକୁ ରାସ୍ତାରେ ହାଇଜାକ୍ କରି ନେଇ ପଳାଇଥିଲେ। ଉକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଗଅଁଦିଆ ପୁଲିସ ଅକ୍ଳାନ୍ତ ପରିଶ୍ରମ ପରେ ଉକ୍ତ ମିଶନରେ ସଫଳ ହୋଇଛି। ଗଅଁଦିଆ ପୁଲିସଠାରୁ ପ୍ରକାଶ ଯେ ଗତ ମାସ 13 ତାରିଖ ରାତ୍ରିରେ ଭୁବନେଶ୍ୱରରୁ ଏକ ଉବେର ଗାଡ଼ି ଯାହାର ନମ୍ବର OD02 CH 5989ରେ 3 ଜଣ ଯୁବକ ଭଡ଼ାରେ ଜୋରନ୍ଦାକୁ ଆସିଥିଲେ। ସେମାନେ ଆଠଗଡ଼ ରାସ୍ତାରେ ଆସିଥିଲେ ଓ ସେଠାରେ ସେମାନେ ଗୋଟିଏ ଚାହା ଦୋକାନରେ ଚା ପିଇଥିଲେ ଓ ଫୋନ୍ ପେରେ ଚାହାର ମୂଲ୍ୟ ଦୋକାନୀକୁ ପୈଠ କରିଥିଲେ। ଏହାପରେ ଢେଙ୍କାନାଳ ସହରଠାରୁ ବଣସିଂ ରାସ୍ତାରେ ଯାଇଥିଲେ, କିନ୍ତୁ ରାଧାଦେଇପୁର ଜଙ୍ଗଲଠାରେ ଗାଡ଼ିରେ ଥିବା ଏହି 3 ଜଣ ଲୁଟେରା ହଠାତ୍ ଉକ୍ତ ଗାଡ଼ି ଚାଳକକୁ ଏକ ଛୁରୀ ଦେଖାଇ ତାକୁ ଗାଡ଼ିରୁ ତଳକୁ ବାହାର କରି ତା ହାତରୁ ସୁନା ମୁଦି ଓ 2ଟି ମୋବାଇଲ ଛଡ଼ାଇ ନେବା ସହିତ ଉକ୍ତ ଗାଡ଼ିକୁ ନେଇ ନୂତନ ଭାବରେ ନିର୍ମିତ ମହିମା ସେତୁ ଦେଇ ପଳାଇ ଯାଇଥିବା ବେଳେ ଉକ୍ତ ସେତୁଠାରେ ଏହି ମୁଦି ଓ ମୋବାଇଲ ନଦୀରେ ଫୋପାଡ଼ି ଦେଇଥିଲେ। ଉକ୍ତ ସ୍ଥାନରୁ ଗାଡ଼ି ଚାଳକ ତଥା ମାଲିକ ବଳରାମ ପ୍ରଧାନ ଆସି ନିକଟସ୍ଥ ଜୋରନ୍ଦା ଫାଣ୍ଡିରେ ଘଟଣା ସମ୍ପର୍କରେ 14 ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାର କେସ୍ ନମ୍ବର 248ରେ ଏକ ଚୋରି ମାମଲା ରୁଜୁ କରିଥିଲେ, କିନ୍ତୁ ଏହି ଲୁଟେରାମାନଙ୍କୁ ଧରିବା ପାଇଁ ଓ ଘଟଣାର ପର୍ଦ୍ଦାଫାଶ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। କିନ୍ତୁ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ତଥା ଦିଗ୍ଦର୍ଶନରେ ଗଅଁଦିଆ ଥାନା ଅଧିକାରୀ ସଲିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗଅଁଦିଆ ସହ ଥାନା ଅଧିକାରୀ ସୁବ୍ରତ ସାହୁ ଓ ଜୋରନ୍ଦା ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ଗଡ଼ନାୟକଙ୍କ ସହିତ ଏକ ପୋଲିସ ଟିମ୍ ଗଠନ କରାଯାଇ ବିଭିନ୍ନ ସୂତ୍ରକୁ ଆଧାର କରି ଶେଷରେ ଚାହା ପିଆରେ ଫୋନ୍ ପେ ପେମେଣ୍ଟ ଜରିଆରେ ଟ୍ରାକିଂ କରି ଗତକାଲି ଏହି 3 ଜଣ ଲୁଟେରାଙ୍କ ମଧ୍ୟରୁ 2 ଜଣ ମାଷ୍ଟର ମାଇଣ୍ଡ ରାଜେଶ କୁମାର ନାଥ ଓ ସୁମନ୍ତ କୁମାର ନାଥଙ୍କୁ ଭୁବନେଶ୍ୱରଠାରୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ଏହି 2 ଆସାମୀଙ୍କ ଘର ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ମାଣିତ୍ରୀ ଗ୍ରାମରେ ବୋଲି ଜଣାପଡ଼ିଛି। ସେଦିନ ଘଟଣା କେମିତି ଥିଲା? ଭୁବନେଶ୍ୱରରୁ ଉବେରରେ ବୁକ୍ କରିକି ନେଇଥିଲୁ। ରାଧାମାଧବ ନଗରରେ ଆମେ ତାକୁ ବାହାର କରିଦେଇ ନେଇଯାଇଥିଲୁ। ନା, ଭୁଲରେ ହେଇଗଲା। ଭୁଲ ସଜା ହେଇଯାଇଛି, ସେମିତି କିଛି ଉଦ୍ଦେଶ୍ୟ ସେମିତି କିଛି ନଥିଲା। ପ୍ଲାନିଂ ସେମିତି କିଛି କାହାର ବି ନାହିଁ, ସେମିତି କଥାବାର୍ତ୍ତା ହେଇକି କରିଥିଲି। ମାଇସେଲ୍ଫ ସଲିଳ କୁମାର ପ୍ରଧାନ, IIC ଗନ୍ଦିଆ ପୋଲିସ ଷ୍ଟେସନ ଡିଷ୍ଟ୍ରିକ୍ଟ ଢେଙ୍କାନାଳ। ଆମର ଗୋଟେ 14-15 ନାଇଟ୍ରେ ଜଣେ ଉବେର ଡ୍ରାଇଭର ସେ ତାଙ୍କର ଭୁବନେଶ୍ୱରରୁ ଥିଲେ ଜୋରନ୍ଦା ଅଭିମୁଖେ। ତେଣୁ ତାଙ୍କୁ 3 ଜଣ ଲୋକ ତାଙ୍କ ସହିତ ବସି ଆସିଥିଲେ। ସେହି ସମୟରେ ତାଙ୍କ ଗାଡ଼ିଟିକୁ ଛୁରୀ ଦେଖେଇକିରି ଆମ ରାଧାଦେଇପୁର ଜଙ୍ଗଲ ପାଖରେ ତାକୁ ଚୋରି କରି ନେଇଯାଇଥିଲେ। ଆମର ଗୋଟେ କେସ୍ ହେଇଥିଲା 248/2024 ଏବଂ ସେ କେସ୍ଟିକୁ ଆମର ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ଗଡ଼ନାୟକ ତଦନ୍ତ କରୁଥିଲେ ଏବଂ SP ସାର୍ଙ୍କ ଡାଇରେକ୍ସନରେ ସେ ଅନୋନ୍ ପର୍ସନକୁ ଧରିବା ଲାଗି ଆମେ ବହୁତ ଜାଗାରେ ବହୁତ ଟେକ୍ନିକାଲର ସାହାଯ୍ୟ ନେଇଥିଲୁ ଏବଂ କାଲି ଯିଏକି ମାଷ୍ଟର ମାଇଣ୍ଡ ରାଜେଶ କୁମାର ନାଥ ଏବଂ ତାର ଆସୋସିଏଟ୍ ସୁମନ୍ତ କୁମାର ନାଥକୁ ଧରିବାରେ ଆମେ ସହାୟ ହେଇଛୁ ଏବଂ ଆଉ ଜଣେ ବର୍ତ୍ତମାନ ଆବସ୍କଣ୍ଡର ଅଛନ୍ତି। ଆଉ ଆଜି ଆମେ ଆଉ ସେଇ ଲୋକଙ୍କର ଯାହାର ଗାଡ଼ିଟି ଚୋରି ହେଇଥିଲା ଡିଜାୟାର ଗାଡ଼ିଟି ତାଙ୍କୁ ମଧ୍ୟ ଆମେ ରିକଭରି କରିକି ତାଙ୍କୁ ହ୍ୟାଣ୍ଡ ଓଭର କରିଛୁ। ଆଉ ତାଙ୍କର ଗୋଟେ ସୁନା ରିଙ୍ଗ ଆଉ 2ଟା ମୋବାଇଲ ଫୋନ୍ ସେ ତାଙ୍କର ଯେଉଁଦିନ ଅକରେନ୍ସ କରିଥିଲେ ସେ ନାଇଟ୍ରେ ସେ ମହିମା ବ୍ରିଜରେ ସେଟା ପାଣିରେ ଥ୍ରୋ କରିଦେଇଛନ୍ତି। ତେଣୁ ଆଉ ଆମର ଆଜି ତାଙ୍କୁ ଆମେ ଆରେଷ୍ଟ କରିକିରି ଫରୱାର୍ଡ କରୁଛୁ। ଆଜି ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।